ଭାଇ ସତରେ କହୁଛି କିନ୍ତୁ ଫାଷ୍ଟ ମାନେ ଫାଟିକି ଯୋଉଟା ଭାବୁଛ ସେଇଟା ପୁରା ଦିଫାଳ ହେଇଯାଇଥିଲା। ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି? ତ ଏ ଜାଗାଟା ଦେଖିବାକୁ ଯେତିକି ସୁନ୍ଦର ନା ଏଠି ବସିବାକୁ ଆହୁରି ଭଲ ଲାଗୁଥିଲା କାହିଁକିନା ଏଇଟା ପୁରା ଭାଇବ୍ ଦଉଥିଲା ଏମିତି ଗୋଆ କୂଳେ ଆପଣ ବସିଛନ୍ତି ସମୁଦ୍ର କୂଳେ ନଡ଼ିଆ ଗଛ ଭାଇ ଅଲଗା ପ୍ରକାରର ଏଇ ଜାଗାଟା ଥିଲା। ଏଇ ଜାଗାଟା ହେଉଛି ଭାଇ ଆମର ବିଚ୍ ରୋଡ୍ ଭାଇଜାକ୍। ତ ଏଠି ଆମେ କିଛି ସମୟ ବିତେଇଥିଲୁ କାହିଁକିନା ଫଟୋ ଟିକେ ଭିଡ଼ିଓ ଟିକେ କରିବାର ଥିଲା ସେଇଠୁ ପୁରା ଶାନ୍ତିରେ କରିଦେଇକି ଆସିଲା ବେଳେ ଭାଇ ସୁନ୍ଦର ହନୁମାନ ମନ୍ଦିରଟି ମୋତେ ଦେଖାଗଲା। ମୁଁ କହିଲି ବାଃ ଏଠି ସବୁଠି ଭାଇ ବାଟରେ ଖାଲି ମାନେ ମନ୍ଦିର ଠାକୁର ବହୁତ ବଡ଼ ବଡ଼ ବି ଆଉ ଏତେ ସୁନ୍ଦର ଲାଗୁଥିଲା ଏଇଟା ମାନେ କହିବି ହବନି। ସେଠୁ ଭାଇ ଆମେ ପହଞ୍ଚି ଯାଇଥିଲୁ ଋଷିକୋଣ୍ଡା ବିଚ୍ ଯୋଉଟା କି ଭାଇ ଆମର ଭାଇଜାଗର ସବୁଠୁ ଫେମସ୍ ବିଚ୍। ସେଠୁ ମୁଁ ଗୋଟେ କ୍ୟାବ୍ କିଣିଥିଲି ନା ପୁରା ଭାଇବ୍ସ ଆସିବ ପୁରା ପୁରା ବିଚ୍ ଭାଇବ୍ସ। ଏଠି ଶଳା ପବନ ହେଉଛି କ୍ୟାବ୍ ବି ଶଳା ଉଡ଼ି ଯାଉଛି। ଏଠୁ ଟିକେ ସାଇଜ୍ ସାଇଜ୍ କରିକି ବିଚ୍ କୂଳେ ବୁଲାବୁଲି କରିଦେଲୁ। ଏବେ ଆସିଲା ଭାଇ ମେନ୍ ଟାଇମ୍। ଭାଇ ମୋତେ କହିଲା ଚା ଯିବା ସେ ଯୋଉ ଡାଇଭିଂ କରିବା ବୋଟ୍ରେ। ଭାଇ ମୁଁ କହୁ ସତରେ ଲିଟରାଲି ମୁଁ କେବେ ଫାଷ୍ଟ ଟାଇମ୍ ଆଜି କରିବି କେବେ ମୁଁ କରିନି ହେଲା। ତ ଭାଇ ମୋର ତ ପୁରା ଫାଟୁଥିଲା ଅଲଗା ଟାଇପ୍ର। ଭାଇ କହିଲା କିଛି ନାହିଁ ମୁଁ ସାଙ୍ଗରେ ଅଛି ସବୁ ହବ। ତ ଦି ଭାଇ ଆମେ ତାପରେ ବସି ପଡ଼ିଲୁ ବୋଟ୍ରେ। ଆଉ ଭାଇ ସତ କଥା କହିବି ବସିବା ଯାଏଁ ବି ମୋତେ ଡର ଲାଗୁଛି ଭାଇ। ତାପରେ ଯେତେବେଳେ ଗାଡ଼ି ଷ୍ଟାର୍ଟ ହେଲା ସେ ଯୋଉ ଲହରରେ ଯୋଉ ନଉଥାଏ ଭାଇ ଏପଟ ସେପଟ କରିକି ମୁଁ କହିଲି ଭାଇ ମୁଁ ଭିଡ଼ିଓ କରିବି ସେଟା ଫୋନ୍ ଫୋନ୍ ପଡ଼ିଯିବ ଡାଇରେକ୍ଟ ସମୁଦ୍ରରେ। ଏଠୁ ଭାଇ ଟୋଟାଲ ମୁଁ ଭିଡ଼ିଓ କଲିନି ସେ ଭାଇ ତାର ଭିଡ଼ିଓ କରିଦେଲା ମୋର। ମୁଁ ଭାଇ ସତରେ କହୁଛି ଆସିଲା ପରେ ରିଭ୍ୟୁଟା ବି ଭାଇ ଅଲଗା ଲେବୁଲ୍ର ଥିଲା କ'ଣ କହିବି। ସେ ଭିଡ଼ିଓଟା ମୁଁ ଦେଖିଦେଉଛି ଆପଣ ଦେଖନ୍ତୁ। ଭାଇ ଏଇଟା କୋଉ ଡାଇଭିଂ? ଏ ବୋଟ୍ ଡାଇଭିଂ। ଭାଇ ସତରେ କହୁଛି କିନ୍ତୁ ଫାଷ୍ଟ ମାନେ ଫାଟିକି ଯୋଉଟା ଭାବୁଛ ସେଇଟା ପୁରା ଦିଫାଳ ହେଇଯାଇଥିଲା। କିନ୍ତୁ ମଝିରେ ଭାଇ ବହୁତ ବଢ଼ିଆ ଲାଗିଲା। ଆଉ ଟ୍ରାଏ କରନ୍ତୁ ଏତେ ବି ରିକ୍ସ ନାହିଁ ଏଠାରେ ମୁଁ ଯେତିକି ଦେଖିଲି କାରଣ ବହୁତ ପାଖରେ ବି ବୁଲେଇକି ଆଣୁଛନ୍ତି ଭାରି ଆପଣ କିଛି ସେମିତି ବଡ଼ ରିକ୍ସ ନାହିଁ କିନ୍ତୁ ଭାଇ ମାନେ ଫାଷ୍ଟ ଟାଇମ୍ ଲାଇଫ୍ରେ ଏନ୍ଜୟ କଲି କିନ୍ତୁ ଭାଇ ବହୁତ ବଢ଼ିଆ ଲାଗିଲା ସିରିୟସଲି। ଏଇଟା ହେଲା ଋଷିକୋଣ୍ଡା ବିଚ୍ ଭାଇଜାକ୍। ତ ବାସ୍ ଆଜି ଥିଲା ଏଇ କୁନି ବ୍ଲଗ୍ ଏତିକି। ଯଦି ଆପଣଙ୍କୁ ସତରେ ଭଲ ଲାଗୁଛି ତାହେଲେ ନିଶ୍ଚିନ୍ତ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବେ ନହେଲେ କରିବେନି ଆଉ କ'ଣ ଆପଣଙ୍କୁ ଭଲ ଲାଗୁଥିଲେ କରିବେ ନହେଲେ କରିବେନି ରହିଲେ ଆଉ ଧନ୍ୟବାଦ।